ভবিষ্যতের ছাত্রছাত্রী মানুষ দ্বারা আপনাদের এবং শ্রী শ্রী জগন্নাথ বলদেব সুভদ্রা মহারানী শ্রী শ্রী গৌরতাই শিব প্রমুখা এবং উপস্থিত ସବୁ ଭକ୍ତମାନଙ୍କର ପ୍ରସନ୍ନତା ପାଇଁ ତାଙ୍କର ପ୍ରତି ଅର୍ଥରେ ଆମେ ଆପଣମାନଙ୍କୁ ଭେଟିବା ଦେବାକୁ ଯାଉଛୁ। ଏ ବର୍ଷର ସୁପର ହିଟ୍ ଗୀତିନାଟ୍ୟ ଯାହାକି ଆପଣମାନେ ସମସ୍ତେ ଜାଣିଥିବେ ଓଡ଼ିଶାର ପୁରାତନରେ ଯେଉଁ ବୈଷ୍ଣବ କବି ଯାହାଙ୍କୁ କୁହାଯାଏ କଳା କବି ବୈଷ୍ଣବ ପାଣି ତାଙ୍କର ଲିଖିତ ସୁମଧୁର ଭାଷାରେ ଏବଂ ଗୀତ ରୂପରେ ଯାହା ଓଡ଼ିଶାର ପୁରାତନରେ ବିଖ୍ୟାତ ଏବଂ ଓଡ଼ିଶାର ସମସ୍ତ ଜନମାନସରେ ତାହା আলোকপাত করেছি সেই ভাষা। তেবে আসন্তু বিশেষ সময় নষ্ট না করি আমি সমস্তে সেই ছাত্রছাত্রী মানুষকে এটি স্বাগত করিবার জোরদার ভাষায় শুনছি। मंदिर रख दो सेपट धरी पड़ा जगतर नाथ मो स्रष्टा मो सृष्टि मो विराज मुझे धारण करते रूप मो कच्छप गणभ नरसिंह वामन परशुराम राम बलराम एवं बुद्ध मुझे सृष्टि करते कुरुक्षेत्र महाभारत केवल अमूल्य सूची कौन पड़े
अकस्मात मथुराधिपति को स्मरण कले तो कथा सब मन पड़े कंस जो दिन ठार तू तोर भग्नी देवकी आ भग्नीपति वसुदेव को कारागार बंदी कर रखीचु से दिन ठार तो सब चिंतित कंस चिंतार कौन कारण नहीं देवश्री ए मथुरा कटकर सिंहासन अधिकार करने मो राज्यर प्रजागण एवं निर्विघ्न जीवन यापन कर नारायण नारायण प्रजा मान को सुख शांति रखीचु से तो परम आनंद कथा पिता उग्रसेन को सिंहासनच्युत कर तू मथुरा राजा हुई तो वीरत्व परिचय देचु एक कथा शुणी बस तो जीवन एक गुरुतर विषय तू एपर्यंत चिंता सुविधा कौन देवश्री त्रिपुर विजय प्रबल पराक्रमी कंसासुर चिंता गुरुतर विषय हसाइले आपण शुणु देवश्री मो राज्य चतुर्दिगे सुरक्षित शत्रु आक्रमण भय आदौ नहीं तेणु मु चिंतित है कहीं
ଦେବକୀର ଅଷ୍ଟମ ଗର୍ଭରୁ ଜନ୍ମିଛନ୍ତି ସ୍ୱୟଂ ନାରାୟଣ। ନାରାୟଣ ହଉ ବା ଯେ କେହି ହଉ, କୁହନ୍ତୁ ଦେବଶ୍ରୀ, ସେ ମୋର କି ସର୍ବନାଶ କରିବ? ଦେବତା ଯେ କାଳ କାଳ ଲାଗି ରାକ୍ଷସର ବଳି ନଥିବ ବୈରୀ କଂସାସୁର ଭୟରେ ଯିଏ ବନ୍ଦିଶାଳ ଲୁଚି ଲୁଚି ଖସି ଚାଲିଗଲା, ସେ ପୁଣି ମତେ ବୋଧ କରିବ? ତୁ ତ ଜାଣୁ କଂସ, ଜନ୍ମ ହେବାର ମାତ୍ର 3 ଦିନରେ ସ୍ୱୟଂ ଭଳି ନୂତନ ରାକ୍ଷସକୁ ବଧ କରିଛନ୍ତି। କ୍ଷାନ୍ତ ହୁଅନ୍ତୁ ଦେବଶ୍ରୀ, କ୍ଷାନ୍ତ ହୁଅନ୍ତୁ। ନିଜେ ନନ୍ଦରାଜାର ପ୍ରାସାଦରେ ପ୍ରବେଶ କରି କୃଷ୍ଣକୁ ହତ୍ୟା କରି ନାରାୟଣ ନାରାୟଣ ନାରାୟଣ, ଗୋମନ୍ତ ଋଷିଙ୍କର ଅଭିଶାପ କଥା ତୁ କଣ ଏତେ ଶୀଘ୍ର ପାଶୋରି ଦେଲୁ? ଶୁଣୁ ଉଗ୍ରସେନ ସୁତ, ସେଇ ଅଭିଶାପ ଫଳରେ ତୁ ଗୋପପୁର ଭୂମିଷ୍ଠ ସ୍ପଷ୍ଟ କରିପାରିବୁନି। ତାହେଲେ କୁହନ୍ତୁ ଦେବଶ୍ରୀ, କି ଉପାୟରେ ମୁଁ ମୋର ଶତ୍ରୁକୁ ବିନାଶ କରିପାରିବି? ତୁ ଯେବେ ମୋ ପରାମର୍ଶ ଗ୍ରହଣ କରିବୁ, ତେବେ ମୁଁ ଉପାୟ ତତେ କହିଦେଇପାରିବି। ପରାମର୍ଶ ତାହେଲେ ବିଦାୟରେ ବସିଛ। ନାରାୟଣ ନାରାୟଣ ନାରାୟଣ। ମହାରାଜାଧିରାଜ ମଥୁରାଧିପତିଙ୍କର ଜୟ ହେଉ। ଆସ ମନ୍ତ୍ରୀ ଅକ୍ରୁର, ଆସନ ଗ୍ରହଣ କର। ଆପଣ ମତେ ସ୍ମରଣ କଲେ ମହାରାଜ? ହଁ କ୍ରୁର, এই ଟିକକ ପୂର୍ବରୁ ନାରଦ ମୁନି ଆସିଥିଲେ। ଅବିଳମ୍ବେ ଧନ ଉତ୍ସବର ଆୟୋଜନ କରିବାକୁ ପରାମର୍ଶ ଦେଇଗଲେ, କିନ୍ତୁ ତା ପୂର୍ବରୁ କୁହନ୍ତୁ ମହାରାଜ, ନିରବ ରହିଲେ କାହିଁକି? ତୁମେ ଏହି ମୁହୂର୍ତ୍ତରେ ଗୋପପୁର ଯାତ୍ରା କର। ଗୋପପୁର? ହଁ, ମୋ ନିକଟରେ ଚିତାଉ ନେଇଯାଅ। ଗୋପପତି ନନ୍ଦକୁ ଦେଇ କହିବ, ମୋର 2 ଭଣଜାକୁ ସେ ତୁମ ସହିତ ମଥୁରାକୁ ପଠେଇଦେବ। ସେମାନେ ମଥୁରା ଉଆସରେ ରହି ରଙ୍ଗସଭାର ଆନନ୍ଦ ଉପଭୋଗ କରିବେ। ଆଉ ସେ ନନ୍ଦକୁ ଚେତାଇ ଦେବ, ସେ ଯେପରି ମୋର ଏ ନିମନ୍ତ୍ରଣକୁ ଉପେକ୍ଷା ନ କରେ। ମୋର ନିମନ୍ତ୍ରଣ ରକ୍ଷା ନ କରେ ଯାଦବ ବଂଶର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ। ଚିତାଉ ଦିଅନ୍ତୁ ମହାରାଜ, ମୁଁ ଅବିଳମ୍ବେ ଗୋପପୁର ଯାତ୍ରା କରିବି। ମନ୍ତ୍ରୀ ଅକ୍ରୁର, ଏକ ସୁସଜ୍ଜିତ ରଥରେ ବସାଇ ମୋର ଭଣଜା ଦୁହିଁଙ୍କୁ ସସମ୍ମାନେ ମଥୁରା କଟକକୁ ଘେନି ଆସିବେ। ଯାଅ। ଯଥାର୍ଥ ମହାରାଜ। हे प्रभु अंतर्जामी, हे कि भीषण परीक्षा मत पकाइल प्रभु। जापे कंस राजार एक षड्यंत्र। कौशल कर तुमको एठिकी डकाई आनी से तुमको संहार कर प्रयास करेछि। गोपींद तुम चरण किंकर केमती जाए तुमको ये संकट भीतर को टाणी आनी प्रभु। बेश जहाँ थी मो भाग्य राजा अवमानना करने कौन संभव?
ଯାଉଛ ପ୍ରଭୁ, ଚାହୁଁ ତୁମର ଦର୍ଶନ ଲାଭର ସୌଭାଗ୍ୟ ମୋର ହବ କି ନାହିଁ। ଯମୁନା ନଦୀ ତଟର ପବିତ୍ର ଗୋପପୁରୀ ଏମିତି ଦୂରରେ ଗୋବର୍ଦ୍ଧନ ଗିରି। ହେ ପ୍ରଭୁ ବନମାଳୀ, ବହୁ ଦିନ ପରେ ଆଜି ତୁମର ଦର୍ଶନ ପାଇବାର ଲାଳସା ରଖି ମୁଁ ଏଠିକି ଆସିଛି ପ୍ରଭୁ। ହେ ଅଧମ ଦାସକୁ କୃପା କର। বহুদিন পন্তে আজ পাদ দেই গোপপুরে, বহুদিন পন্তে আজি সে মুরলি ধর মুখ, সে মুরলি ধর মুখ দেখিবি নয়নরে, মু দেখিবি নয়নরে। কেশব মাধব হরে তোরা কানু পাদ স্মরে, কেশব মাধব হরে তোরা কানু পাদ স্মরে। পাত খুঁজিবি ধরে, পাত খুঁজিবি ধরে, মন মারে দয়া করে, সে মন মারে দয়া করে। মথুরা খুঁজিবিনে রামকৃষ্ণ প্রেমী ভাই, মথুরা খুঁজিবিনে রামকৃষ্ণ প্রেমী ভাই। শ্রীহরি ভকত হরি, শ্রীহরি ভকত হরি, দেবীকে জনপুরে, দেবীকে জনপুরে। বহুদিন পন্তে আজ পাদ দেই গোপপুরে, বহুদিন পন্তে আজি। କଣ ଦେଖୁଛି ମୋର ଅନତି ଦୂରରେ ନଈର ଛୁଇଁଆ ପ୍ରଭୁ ଶ୍ରୀକୃଷ୍ଣଙ୍କ ସୁନ୍ଦର ପ୍ରଭୁ ହରଥର ସେମାନେ ଏଇ ଦିଗକୁ। ମୁଁ କେମିତି ସେମାନଙ୍କୁ କଂସର ନିମନ୍ତ୍ରଣ କଥା କହିବି? ଜାଣୁ ଜାଣୁ ସତ୍ୟ ପ୍ରଭୁକୁ ମୁଁ ବା କେମିତି ସେମାନଙ୍କୁ ଘେରି ଯିବି? ନା, ଯାଉଛି ସବୁ କଥା ପ୍ରଭୁଙ୍କୁ ଖୋଲି କହିଦେବି। ହେ ପ୍ରଭୁ ଚକ୍ରଧର, ହେ ନରାଧମ ଅକ୍ରୁର, ତୁମେ ପାଦ ତଳେ ଭକ୍ତିର ପ୍ରଣତି ନିବେଦନ କରୁଛ ପ୍ରଭୁ। ମତେ କ୍ଷମା କରିଦିଅ କେଶବ, ମତେ କ୍ଷମା କରିଦିଅ। ମୁଁ ଅଧମ ମଥୁରାପତି କଂସର ରାଜ କର୍ମଚାରୀ, ଏସବୁ ସମସ୍ୟାରେ ପଡ଼ିଯାଇଛି ପ୍ରଭୁ ରାଘବ। ଦୟାକରି ଦୟାକରି ମୋର ଅପରାଧ ମାର୍ଜନା କର ପ୍ରଭୁ, ମୋର ଅପରାଧ ମାର୍ଜନା କର। କିଏ ତୁମେ? ମୋ ପାଦ ତଳେ ପଡ଼ି ଏମିତି କାନ୍ଦୁଛ କାହିଁକି? ଉଠ। ପ୍ରଭୁ, ପ୍ରଭୁ ରାଧା ମାଧବ, ମୋର ସବୁ ଦୋଷ ମାର୍ଜନା କର ପ୍ରଭୁ, ମୋର ସବୁ ଦୋଷ ମାର୍ଜନା କର। ମନ୍ତ୍ରୀ ଅକ୍ରୁର, ତମେ ଏମିତି ବ୍ୟାକୁଳ ହୋଇ କାନ୍ଦୁଛ କାହିଁକି? କଣ ମଥୁରା କଂସ ତୁମକୁ ରାଜ୍ୟରୁ ବହିଷ୍କାର କରିଦେଲେ ନା କଣ? ନା ନା ପ୍ରଭୁ, କିନ୍ତୁ କୁହ ଅକ୍ରୁର, ଅଟକିଗଲ କାହିଁକି? ପ୍ରଭୁ ହରଥର, ସେ ନିଜର କଥା ମୁଁ ପ୍ରକାଶ କରିପାରୁନାହିଁ ପ୍ରଭୁ। ନିର୍ଭୟରେ କୁହ ଅକ୍ରୁର। কি কহিবি প্রভু কেহি দারুণ সংবাদ হে, কি কহিবি প্রভু শুনে না বচন লাগে মন্তরে ফেরতে, কি কহিবি প্রভু। Thank you.
ମୁକ୍ତ ହୋଇନାହାନ୍ତି। ମଥୁରା ରାଜ କଂସ ଏବେ ଧର୍ମ ମହୋତ୍ସବ ପାଳନ କରିବା ପ୍ରୟାସ କରିଛନ୍ତି। ତୁମ ଦୁଇ ଭାଇଙ୍କୁ ସେ ନିମନ୍ତ୍ରଣ କରିଛନ୍ତି ସେ ଉତ୍ସବ ଦେଖିବା ପାଇଁ। କି ଆଶ୍ଚର୍ଯ୍ୟ! ଧର୍ମ ଉତ୍ସବକୁ ମାମୁଁ କଂସାସୁର ଆମ ପିତାଙ୍କୁ ନିମନ୍ତ୍ରଣ କରି କରୁଛନ୍ତି ଆମ ଭଳି ଦୁଇଟି ବାଳକକୁ। ଏହାର ଅର୍ଥ ମୁଁ ତ କିଛି ବୁଝିପାରୁନାହିଁ। ଧର୍ମ ମହୋତ୍ସବରେ ରଙ୍ଗସଭାର ଆୟୋଜନ ମଧ୍ୟ କରାଯାଇଛି ପ୍ରଭୁ। ସେହି ସଭାର ଆରମ୍ଭର ସ୍ୱଚକ୍ଷରେ ଦେଖିବାକୁ କଂସ ରାଜା ତୁମମାନଙ୍କୁ ନିମନ୍ତ୍ରଣ କରିଛି। କିନ୍ତୁ କିନ୍ତୁ ପ୍ରଭୁ, କଣ ହେଲା ଅକ୍ରୁର? ତୁମେ ଚିନ୍ତାରେ ପଡ଼ିଗଲ ଯେ? ନନ୍ଦ ରାଜାଙ୍କ ପାଖକୁ ସେ ଯେଉଁ ଚିଠାଉ ଲେଖିଛନ୍ତି ତାହା ଏକ ଧମକପୂର୍ଣ୍ଣ ଚିଠାଉ ପ୍ରଭୁ। ତୁମେ ଭାଇଙ୍କୁ ନ ପଠାଇଲେ ପରିଣାମ ଭୟଙ୍କର ହେବ। ପୁଣି କଣ ଅକ୍ରୁର? କରଦ ରାଜା ହୋଇ କଂସ ରାଜାଙ୍କ ରାଜସ୍ୱ ପ୍ରଦାନରେ ନନ୍ଦ ରାଜା ବ୍ୟତିକ୍ରମ କରିଛନ୍ତି ବୋଲି ତାଙ୍କଠାରୁ ବଳାତ୍କାରରେ ରାଜସ୍ୱ ଆଦାୟ କରିବାକୁ ସେ ମୋତେ ଆଦେଶ ଦେଇଛନ୍ତି ପ୍ରଭୁ। ଏହା ତ ଉତ୍ସବକୁ ନିମନ୍ତ୍ରଣ ଜଣାଇବାର ପରମ୍ପରା। ମୁଁ ଜାଣେ ଅକ୍ରୁର, ପିତାଙ୍କ ଉପରେ କ୍ରୋଧ କରିବାର କାରଣ ହେଉଛି ମୁଁ। ଏଣୁ ମୋତେ ରଙ୍ଗସଭାକୁ ଡକାଇ ନେଇ ନାତୁର ନିଶ୍ଚୟ କୌଣସି ବିଘ୍ନ ଘଟାଇବାକୁ ଉଦ୍ୟମ କରିବେ। ତାହେଲେ ଆମେ ମଥୁରାକୁ ଯିବାନି କୃଷ୍ଣ? ଜାଣୁ ଜାଣୁ ମରଣ ମୁହଁକୁ ଯିବା କଣ ଉଚିତ? ମୁଁ ମଧ୍ୟ ଠିକ ସେଇ କଥା କହୁଛି ପ୍ରଭୁ। ଜାଣୁ ଜାଣୁ ମୃତ୍ୟୁକୁ ଆମନ୍ତ୍ରଣ କରିବା ଉଚିତ ହବନି। ନା ଅକ୍ରୁର, ମଥୁରାର ମଙ୍ଗଳ ସାଧନ ନିମନ୍ତେ ମୋତେ ନିଶ୍ଚୟ ସେଠିକି ଯିବାକୁ ପଡ଼ିବ। ତୁମେ ବ୍ୟସ୍ତ ହୁଅ ନାହିଁ ଭାଇ। ମାତୃଙ୍କ ନିମନ୍ତ୍ରଣ ରକ୍ଷା କରି ଆମେ ଦୁଇ ଭାଇ ମଥୁରାକୁ ଯିବା। ତୁମେ ଯାଅ ଅକ୍ରୁର, ପିତାଙ୍କ ଠାରୁ ଅନୁମତି ଭିକ୍ଷା କରି ଆମ ଦୁଇ ଭାଇଙ୍କୁ ମଥୁରା ନେବାର ଆୟୋଜନ କର। ଯଥାର୍ଥ ପ୍ରଭୁ। ଗୋପପତି ନନ୍ଦରାଜଙ୍କର ଜୟ ହେଉ। କି ସମ୍ବାଦ ରକ୍ଷୀ? ମଣିମା, ମଥୁରାର ଦୂତ ଅକ୍ରୁର। ଶାନ୍ତ ହୁଅ ରକ୍ଷୀ। ଅକ୍ରୁର ଦୂତ ନୁହନ୍ତି, ସେ ମଥୁରାର ଏକ କଂସଙ୍କର ମନ୍ତ୍ରୀ। କଣ ହେଲା ତାଙ୍କର? ଆପଣଙ୍କୁ ସେ ସାକ୍ଷାତ କରିବାକୁ ଚାହୁଁଛନ୍ତି। ତାଙ୍କୁ ସସମ୍ମାନ ଘେନି ଆସ ରକ୍ଷୀ। ଯଥାଜ୍ଞା ମଣିମା। ନନ୍ଦରାଜାଙ୍କର ଜୟ ହେଉ। ଆସ ଆସ ମନ୍ତ୍ରୀ ଅକ୍ରୁର। ଅକସ୍ମାତ ବ୍ରଜପୁରକୁ ଆସିବାର କାରଣ? କଂସ ରାଜା ଧର୍ମ ମହୋତ୍ସବର ଆୟୋଜନ କରୁଛନ୍ତି। ସେ ଉତ୍ସବରେ ରଙ୍ଗସଭାର ଚମତ୍କାରିତା ଦେଖାଇବାକୁ ସେ ରାମକୃଷ୍ଣ ଦୁଇ ଭାଇଙ୍କୁ ନିମନ୍ତ୍ରଣ କରିଛନ୍ତି। ସେମାନଙ୍କୁ ଘେନି ଯିବାକୁ ରଥ ମଧ୍ୟ ପ୍ରେରଣ କରିଛନ୍ତି। ଏ ନିମନ୍ତୁ ଆପଣଙ୍କ ନିକଟକୁ ରାଜା ଏ ଚିଠାଉ ଲେଖିଛନ୍ତି। ଚିଠାଉ? ଦିଅ ମନ୍ତ୍ରୀ ବର। ହଁ, ଠିକ ଅଛି। ରାଜସ୍ୱ ଦେବାରେ ଆମର ବିଳମ୍ବ ହେତୁ ଆମେ ଦୁଃଖିତ। ତୁମେ ଏଇକ୍ଷଣି କଂସ ରାଜାଙ୍କର ପ୍ରାପ୍ୟ ରାଜସ୍ୱ ପରିମାଣ ଘେନିଯାଅ ମନ୍ତ୍ରୀ ଅକ୍ରୁର। ଆଉ ରାମକୃଷ୍ଣ ସେମାନଙ୍କୁ ଘେନି ଯିବାକୁ ଅନୁମତି ଦେବେ ନାହିଁ। କିଏ କାହାକୁ ନେବା ପାଇଁ ଅନୁମତି ଚାହୁଁଛି ସ୍ୱାମୀ? ପ୍ରଣାମ ଯଶୋମତୀ ମାତା। କଂସ ରାଜାଙ୍କ ମନ୍ତ୍ରୀ ଅକ୍ରୁର ଆସିଛନ୍ତି ରାଣୀ। ମଥୁରାରେ କଂସ ରାଜାଙ୍କ ଧର୍ମ ଉତ୍ସବ ଆଉ ରଙ୍ଗସଭାକୁ ସେ ରାମକୃଷ୍ଣ ଦୁଇ ଭାଇଙ୍କୁ ନିମନ୍ତ୍ରଣ କରିଛନ୍ତି। କହୁନା, ମୁଁ କୃଷ୍ଣ, ମୋ ନୟନର ମଣି, ସେ ଯିବ କଂସପୁରୀକୁ? ନା ସ୍ୱାମୀ, ନା। ଆପଣ ମନ୍ତ୍ରୀ ଅକ୍ରୁରକୁ ବାରଣ କରିଦିଅନ୍ତୁ। ମୋ ରାମକୃଷ୍ଣ ମଥୁରା ଯାଇପାରିବେ ନାହିଁ। ସେମାନେ ବାଳକ ସନ୍ତାନ। ରଙ୍ଗସଭାକୁ ଯାଇ କରିବେ କଣ ସେମାନେ? ମୁଁ ମଧ୍ୟ ସଂକଟ ଭାବୁଛି ରାଣୀ। ନା ଅକ୍ରୁର, ତୁମେ ଫେରି ଯାଇ କଂସ ରାଜାକୁ ଏ କଥା ଜଣାଇଦିଅ। କିନ୍ତୁ କଂସ ରାଜା ମୋତେ ପଠାଇଥିବା ବେଳେ କ୍ରୋଧ ଜର୍ଜରିତ ହୋଇ କହିଥିଲେ ଯଦି ରାମକୃଷ୍ଣ ନ ଆସନ୍ତି ତେବେ ସେ ଅବିଳମ୍ବେ ବ୍ରଜପୁରକୁ ଧ୍ୱଂସ କରିଦେବେ। ବ୍ରଜପୁରୀ ଧ୍ୱଂସ ହେଲେ ହଉ ପଛେ ମୁଁ ମୋ କଳାକାଣ୍ଡ ଓ ରାମକୁ ମରଣ ମୁହଁକୁ ଠେଲି ଦେଇ ପାରିବିନି। ନା ନା ନା, କେବେ ନୁହେଁ, କେବେ ନୁହେଁ। ସ୍ଥିର ହୁଅ ଯଶୋମତୀ। ସ୍ଥିର ମନରେ କୋଉଥିରେ ଚିନ୍ତା କର। ରାମକୃଷ୍ଣଙ୍କୁ ନ ପଠାଇଲେ କଂସ ରାଜା ଏ ବ୍ରଜପୁରକୁ ଧ୍ୱଂସ କରିଦେବେ। ମୁଁ ଚିନ୍ତା କରିପାରୁନି ରାଣୀ। ଏହାର ପରିଣତି ଯେ ଅତ୍ୟନ୍ତ ଭୟଙ୍କର। ଆପଣମାନେ ଚିନ୍ତିତ ହୁଅନ୍ତୁନି ରାଜା। ମୋତେ ପ୍ରଭୁ ଶ୍ରୀକୃଷ୍ଣ ନିଜେ ମଥୁରା ଯିବା ନିମନ୍ତେ ଆପଣଙ୍କ ନିକଟରୁ ଅନୁମତି ଭିକ୍ଷା କରିବାକୁ କହିଛନ୍ତି। କଣ କହିଲ? ମୋ କାନ ନିଜେ କହିଛି। ହଁ ହଁ ମା, ମଥୁରାର ମଙ୍ଗଳ ଲାଗି ମତେ ଟିକେ ଯିବାକୁ ପଡିବ। କୃଷ୍ଣରେ ମୋ ନୟନର ଶଙ୍ଖାଳି, এই কথা তো কহ নাই রে ধନ। ତମେ କାନ୍ଦୁଛ କାହିଁକି ମା? ନା
तुम कौन पचारानी तुमको जानो आम कृष्ण स्वयं वासुदेव तार निधन को सम्मत ता छड़ा कंसर निधन पाइपरा से धरा पृष्ठीय अवतार होती तुम चिंता परिहार करनी कृष्ण कौन से क्षति हम नहीं मानव जातिर कल्याण साधन लगी ताको मथुरा सिंह को अनुमति क्यों मोती को बाधा देवेनी जा बापा जा सदा मार वात्सल्य ममता अपेक्षा जगतर कल्याण साधन अधिक गुरुत्वपूर्ण जा मुक्ति अक्षर तुम्हें रामकृष्ण को निरापदरे मथुरा को घेरी जाओ जफर माता असो असो प्रभु असो अरे ये कौन तुम्हें सब गोपबाणी माने पथर थो कर कहीं छाड़ बाट छाड़ तुम्हें आम रामकृष्ण को कुआरे नहीं जाओ सारथी कंस राजा धर्मोत्सव देखा स्वयं मथुराधिपति और दुई भाई को निमंत्रण कर कलाकानी तुम्हें निज इच्छा मथुरा कटक जाओ ना संध्या करानी गोपांगना माने आम दुई भाई निज इच्छा मातुरा कंसर धर्मोत्सव देखा जाऊँ कौन कौन कहल तुम्हें निज इच्छा मातुरा कंसर धर्मोत्सव देखा गोपाल प्रकट करुल कहीं गोपांगन को एत अपनार करुल कृष्ण भानु जीवन धीरधर अनुमति नहीं तार प्रयोजन नहीं गोपिका तुम्हें जाए रायकिशोरी को कहीदेव आम धर्मोत्सव देखी सारी अति शीघ्र गोपपुर को फेरी आसबू
ବୁଝିଗଲି ପ୍ରଭୁ। ତୁମର ରଥ ଚାଳନା ବାସ୍ତବିକ ଭାବେ ବିଚିତ୍ର ଅକ୍ରୂର। କେତେ ଅଳ୍ପ ସମୟ ମଧ୍ୟରେ ତୁମେ ଯମୁନା ନଦୀ ପାର କରାଇ ମଥୁରାପୁରରେ ରଥ ଲଗାଇଦେଲ। ସବୁ ଆପଣଙ୍କର ଆଶୀର୍ବାଦ ପିତାବାସ। ଭାଇ, ଆମେ କଣ ଏମିତି ଯାଦବଙ୍କ ବସ୍ତ୍ର ପିନ୍ଧି ମାତୃ କଂସଙ୍କ ରଙ୍ଗସଭାକୁ ଯିବା? କଣ ଆଉ କରିବା କହ? ଆମେ ତ ଏଇ ବସ୍ତ୍ରରେ ଗୋପପୁରରୁ ଆସିଥାଇ। ତାହେଲେ ଗୋଟେ କାମ କରିବା। କି କାମ କୃଷ୍ଣ? ମନ୍ତ୍ରୀ ଅକ୍ରୂର, ଆଦେଶ କର ପ୍ରଭୁ। ଆମେ ଦୁଇ ଭାଇ ଏଇଠି ରଥରୁ ଓହ୍ଲାଇ ଯାଉଛୁ। ତୁମେ ରାଜନଗରକୁ ଫେରିଯାଅ। କିନ୍ତୁ ମାତୃ କଂସକୁ ଆଉ ସାକ୍ଷାତ କରିବ ନାହିଁ। ଆମେ ଯଥା ସମୟରେ ରଙ୍ଗସଭାରେ ଉପସ୍ଥିତ ହେବୁ। ବେଶ, ଯେମିତି ଆପଣଙ୍କ ଇଚ୍ଛା ପ୍ରଭୁ। ଏ ଶୂନ୍ୟ ରାଜପଥରେ ରଥରୁ କାହିଁକି ଓହ୍ଲାଇବେନି କୃଷ୍ଣ? ଆମେ ଚାଲି ଚାଲି ରାଜନଗରକୁ ଯିବା ବୋଲି। ଆରେ କୃଷ୍ଣ, ଏ ଦେଖ ତ ଆଗରେ ଜଣେ ରଜକ ଯାଉଛି। କି ସୁନ୍ଦର ଚକଚକିଆ ବସ୍ତ୍ର ଧରି ସେ ଯାଉଛି। ହଉ ରୁହ, ମୁଁ ତାକୁ ଡାକୁଛି। ଓ ରଜକ ଭାଇ, ଟିକେ ଶୁଣିବ? କହିବ ସିଏ ତ କଣ ନ ଶୁଣି ଚାଲି ଯାଉଛି। ଆରେ ରଜକ, ତତେ କଣ ଶୁଣାଯାଉନି? କିଏ ତମେ ଦିଟା? ବେଶ ପୋଷାକ ତ ଗୌଡ଼ ଟୋକା ପରି ଦିଶୁଛ। ହଉ ଏଠି ପାଟିରେ ଡାକ ପକେଇବ କିଏ ଶୁଣେ? ଏରେ ସୁନ୍ଦରିଆ ଚକଚକିଆ ବସ୍ତ୍ର ନେଇ ତୁ କୁଆଡେ ଯାଉଛୁ କି ରଜକ ଭାଇ? କାହିଁକି? ତମ ସେଥିରେ କଣ ଅଛି? ରାଗୁଛ କାହିଁକି? ରାଗିନି, ମୁଁ ରଜା ଘରର ରଜକଟି। ମୋ ସାଙ୍ଗେ ଉଚ୍ଚ ହଉଛି। ଠିକ ବେଳରେ ବସ୍ତ୍ର ନ ପହଞ୍ଚେଇଲେ ମୋ ଚାକିରି ଖଣ୍ଡକ ଚାଲିଯିବ। ଆମ କଂସ ରଜାର ପ୍ରତାପ ତମେ କାହୁଁ ଜାଣିବରେ ପିଲାଏ। ଆମେ ସେ କଥା ଜାଣିଛୁ ରେ ରଜକ ପୁଅ। ଆମେ ବି ତ ରଜାଙ୍କ ଭଣଜା। ମୁଁ କୃଷ୍ଣ, ଆଉ ଏ ବଡ ଭାଇ ବଳରାମ। ଆରେ ଯା আমি তো ମୋ ଆଖିରେ ଦୋଳେଇ ଦେବ ନାଇଁ। ଆରେ କହିଲି ପରା ବାଟ ଛାଡ଼ ମୁଁ ଯାଏ। ଆଚ୍ଛା, ସେ ବସ୍ତ୍ରରୁ ଦି ଯୋଡ଼ ଆମକୁ ଦଉନ। ଭାରି ତ ସଉକି। ତମେ ଦିଟା ଗୌଡ଼ ଟୋକା, ତମେ ଫେରେ ରଜାଘର ବସ୍ତ୍ର ପିନ୍ଧିବ? ସାଗ ତ ତମର କମ୍ ନୁହଁ। ଥରେ ପରେ କହିଲି ଆମେ କଂସ ରାଜାର ଭଣଜା। ତାଙ୍କ ଧର୍ମୋତ୍ସବ ଦେଖିବାକୁ ସେ ଆମ ଦୁଇ ଭାଇଙ୍କୁ ନିମନ୍ତ୍ରଣ କରିଛନ୍ତି। ଆମକୁ ଦି ଯୋଡ଼ ବସ୍ତ୍ର ଦେଲେ ତାକୁ ପିନ୍ଧି ଆମେ ରଙ୍ଗସଭାକୁ ଯାଆନ୍ତୁ। କଣ କହିଲେ ଗୌଡ଼ ଟୋକା? ତୋ ବାପା ମା ପରା ଏଯାଏ ବନ୍ଦୀ ଘରେ ପଡି ସଢୁଛନ୍ତି। ତୋ ବାପା କଂସ ରାଜା ଡରରେ ତୋତେ ରାତି ଅଧିଆ ନେଇ ସେ ନନ୍ଦ ରାଜା ଘରେ ରଖେଇ ଦେଇଛି। ତୁ ଫେରେ ମତେ ଚାତର ଦେଖୁଛୁ? ରଜକ, ଟିକେ ମୁହଁ ସମ୍ଭାଳି କଥା କହ। ଜାଣୁ ତୁ କାହାକୁ ଏଭଳି କର୍କଶ ଭାଷାରେ ଗାଳି ଦଉଛୁ? ଜାଣେ ତମେ ଦିଟା ମେତର ଟୋକା ମୋର କଣ କରିବ? ମୁଁ ବି କଂସ ରାଜାର ରଜକଟି। କଣ କହିଲୁ? ତୋର ଏ ସାହସ? ଆରେ ରେ ରଜକ ତୋର କି ସାହସ? ଆରେ ରେ ରଜକ ତୋର କି ସାହସ? ଆମ ସାଥେ ଯୁଝିବାକୁ କରିଛୁ ତୁ ଆସ ତୋର ଦମ୍ଭନା ସରେ, ତୋର ଦମ୍ଭନା ସରେ, କରିବୁ ଛଣି ତୁ ବିନାଶରେ। କଣ କହିଲେ ଗୌଡ଼ ଟୋକା? ଗାଲ ଚିପିଦେଲେ ଦୁଧ ବାହାରିବ। ମୋ ସାଙ୍ଗେ ଦେଖିବୁ ଦେଖିବୁ ଏଠି କଣ କରିବି? କି କରିବୁ ଗଣ୍ଡ ମୁଠା ଦେଖା ନାହିଁ ତାଳ, କି କରିବୁ ଗଣ୍ଡ ମୁଠା ଦେଖା ନାହିଁ ତାଳ, ଏକା ହୋଇ ଛାଡ଼ି ତୋର ଫାଟିବ ମୁଠଣ, ଯିବ ତୋର ପ୍ରାଣରେ, ଯିବ ତୋର ପ୍ରାଣରେ, କି କହିବାର ଯୁଅ କାରଣରେ। ଆରେ তুমি বেশি কথা কইছি কিছু জানু? কংস রাজা কাନରେ এ কথা পড়িল না, ଆଉ ଗୋପାଳ ବାହୁଡ଼ି ଯିବାକୁ ମନ କରିବୁ ରେ ବାପ ଧନ। ଭଲ ଦଶା ଅଛି ତ ଦୁଆରେ ଯାଉଛ ଯା, ମୋ ସାଙ୍ଗରେ ଲଗାନା। যদি এতে বড় বান দেখা তো সকতে, যদি এতে বড় বান দেখা তো সকতে, জড়া জীব বীরপণ ভক্তিতে রূপে, মুষ্টি সম্ভালো মোর, মুষ্টি সম্ভালো মোর, ইষ্ট পরিজয় জনপুরী।
किए तू बालक देखाऊ छोटक पिंधी राज पोशाक किए तू बालक देखाऊ छोटक पिंधी राज पोशाक प्राणी धरी भय प्रिय परिचय लोहिए रुह पटकरे देखा नहीं छटक उपयुक्त शास्त्री देवी
ମଥୁରାରେ ପ୍ରବେଶ କରୁ କରୁ ତୁ ମୋର ଭୟଙ୍କର କ୍ଷତି କରିବୁ। ଜାଣୁର ଏ ନିର୍ବୁଦ୍ଧ ଗୋପାଳ ବାଳକ ଦୁଇଟାକୁ ନିର୍ମମ ଭାବରେ ହତ୍ୟା କର। ଆଜ୍ଞା ବୁଢ଼ୀ। ଚାହୁଁ ଚାହୁଁ ଏ ଦୁଇ ଭାଇ ଚାନ୍ଦର ଦୁଇ ଭକ୍ତକୁ ଭିଡ଼ି ତାହା ଦେହରୁ ବିଚ୍ଛିନ୍ନ କରିଦେଲେ। ନା ନା ନା, ଏମାନେ ସାମାନ୍ୟ ବାଳକ ନୁହନ୍ତି। ଆମକୁ ସମ୍ମାନ ଦେଖେଇବାକୁ ଆଉ କେହି ବୀର ମଲ୍ଲଯୋଦ୍ଧାଙ୍କୁ ରଖିଛ ମଥୁରା? ନା ନା ନା, ଏ ଦୁହିଁଙ୍କୁ ସହଜରେ ପରାସ୍ତ କରି ହବନି। ମନ୍ତ୍ରୀ ଅକ୍ଟୁର ଆଦେଶ ମଥୁରାପତି। ଫେରାଓ ଫେରାଓ ବେগে তেজুরি বালকরে ধ্বংসলীলা রচিবে মথুরা কঠোরে এ কথা নথি জানি কৃষ্ণ ধরকারী দানব তাঙ্ক সকটিত କହୁଛନ୍ତି ମହାରାଜ? ଧନୁତ୍ସବ ଦେଖିବାକୁ ଆପଣ କଣ ରାମକୃଷ୍ଣଙ୍କୁ ନିମନ୍ତ୍ରଣ କରି ଆଣିଛନ୍ତି? ଉତ୍ସବ ନ ଦେଖି ଫେରିଗଲେ ବନ୍ଦ କର ତମର ପ୍ରଳାପ। ନା, ଏ ଦୁହିଁଙ୍କୁ ଫେରାଇ ଦେଲେ ହେବ ନାହିଁ। ମୁଁ ନିଜେ, ହଁ ହଁ ମୁଁ ନିଜେ ଏଥର ନିଜେ ଉଠିବି ନିଜ ହସ୍ତେ ଧରିବି ଦେଖିବି ବାଳୁତ କୃଷ୍ଣ କେତେ ତା ଛୋଟ ଘରେ ଦେଖିବି ବାଳୁତ କୃଷ୍ଣ କେତେ ତା ଛୋଟ ଘରେ। ମୂର୍ଖ ବାଦିନ କୃଷ୍ଣ, ଜଣାଜଣ କରି ତୁ ମୋର ବହୁ ବୀର ଯୋଦ୍ଧାଙ୍କୁ ହତ୍ୟା କରିଛୁ। ଏବେ ମୋ ହସ୍ତରୁ ତୋର ନିସ୍ତାର ନାହିଁ। ଏଇ ଶାଣିତ ତୋର ମାରିରେ ମୁଁ ତୋର ମସ୍ତକ ଛିନ୍ନ କରିବି। ବେଶ, ତେବେ ମଞ୍ଚ ଉପରେ ଓହ୍ଲାଇ ଆସି ଦେଖା ତୁମର ବୀରତ୍ୱ ମଥୁରା। ଏ କି ଭୟଙ୍କର ରୂପ ଦେଖୁଛି। ବୀର ତତ୍ପରେ ଯମରାଜ ମଧୁକୁ ମାରି ଆସୁଛନ୍ତି। ପଛରେ ତାଙ୍କର ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ। ବାଳକ କୃଷ୍ଣ ଅନ୍ତର୍ହୀନ ହେଇଛି। ତେବେ କଣ ସତରେ ଦେବଟି ବ୍ରଜନ ନିତ୍ୟ ସ୍ୱୟଂ ନାରାୟଣ? ଏସବୁ ମାୟା। ମୁଁ ସେ ମାୟା ବିପକୁ ଛିନ୍ନ କରି କୃଷ୍ଣକୁ ହତ୍ୟା କରିବି, ରକ୍ତରେ ରଞ୍ଜିତ କରିବି। ମୋର ସ୍ୱାମୀ ତମର ଦେଖିଲ ତ ଭାଇ, ମାତୃଳଙ୍କୁ ଚାହୁଁ ଚାହୁଁ କେମିତି ଭୂମି ଉପରେ ଟଳି ପଡ଼ିଲେ। ଦେଖିଲି ରେ କୃଷ୍ଣ, ଦେଖିଲି। ଭଲ ମାତୃଳ ଏ ରଙ୍ଗ ସଭା କଲା, ମଞ୍ଚରୁ ଖସି ପଡ଼ି ତା ପ୍ରାଣ ଗଲା। ସତ କଥା ଭାଇ, ମଞ୍ଚରୁ ପଡ଼ି ମାମୁଁ ମଲା, ଆମକୁ ଦୈବ ରଖିଲା। प्रसार
प्रसाद चाइना प्रसाद चाइना हरे कृष्णा 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 हरे 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 राम 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 हरे हरे। बहुत बहुत धन्यवाद समस्त दर्शक बंधु उपस्थित समस्त भक्त